जय जगन्नाथ ଆପଣମାନଙ୍କୁ ପ୍ରଜ୍ୟୋତିଷକୁ ସ୍ୱାଗତ। ବନସ୍ତେ ଡାକିଲା ଗଜ ବରଷକେ ଥରି ଆସି ଶ୍ରୀରଜ। ଆଜି ଆମେ କଥା ହେବା ଓଡ଼ିଶାର ଅତ୍ୟନ୍ତ ପ୍ରିୟ ଓ ପାରମ୍ପରିକ ଗଣପର୍ବ ରଜ ପର୍ବ ବିଷୟରେ। ରଜ କେବଳ ଗୋଟେ ପର୍ବ ନୁହେଁ, ଏହା ହେଉଛି ଓଡ଼ିଆ ସଂସ୍କୃତିର ଗର୍ବ, ଆନନ୍ଦ ଓ ପ୍ରକୃତିର ପ୍ରତି ସମ୍ମାନର ପ୍ରତୀକ। ରଜ ପର୍ବ ସାଧାରଣତଃ ଜ୍ୟେଷ୍ଠ ମାସରେ ପାଳନ କରାଯାଏ। ଏହା କେତେ ଜଣ 3 ଦିନ କହନ୍ତି, କେତେ ଜଣ 4 ଦିନ କହନ୍ତି, କିନ୍ତୁ ଆକ୍ଚୁଆଲ କହିବାକୁ ଗଲେ ଏଇଟା 4 ଦିନର ଗୋଟେ ପର୍ବ। ଫାଷ୍ଟ ହେଉଛି ପହଲି ରଜ, ତାପରେ ରଜ ସଂକ୍ରାନ୍ତି, ଭୂମି ଦହନ ଆଉ ଶେଷରେ ହେଉଛି ବସୁମତୀ ସ୍ନାନ। ଏଇ ପର୍ବରେ ଧରିତ୍ରୀ ମାତାକୁ ଋତୁମତୀ ଭାବେ ଗ୍ରହଣ କରାଯାଇଛି। ସେଥିପାଇଁ ଏହି ମାନେ 3 ଦିନ ଚାଷ କାମ ବନ୍ଦ ରହିଥାଏ, ମାଟି ଖୋଳିବା ଏସବୁ କାମ ସବୁ ବନ୍ଦ ରହିଥାଏ। ରଜ ଆସିଲେ ଗାଁ ଠାରୁ ସହର ପର୍ଯ୍ୟନ୍ତ ସମସ୍ତେ ଖୁସିର ମହଲ ଷ୍ଟାର୍ଟ ହେଇଯାଇଥାଏ। ଯେମିତି ଦୋଳି ଖେଳ, ନୂଆ ଡ୍ରେସ୍, ଅଳତା, ମେହେନ୍ଦି, ପୋଡ଼ପିଠା, ରଜ ଗୀତ, ସାଙ୍ଗମାନଙ୍କ ସହିତ ମଜା ମସଲିସ୍। ବିଶେଷ କରି ଝିଅମାନେ ଏହି ପର୍ବକୁ ବହୁତ ଆନନ୍ଦର ସହ ପାଳନ କରନ୍ତି। ଗାଁ ମାନଙ୍କରେ ବଡ଼ ବଡ଼ ବରଗଛରେ ଦୋଳି ବନ୍ଧା ଯାଇଥାଏ ଆଉ ଚାରିଆଡ଼େ ଶୁଣିବାକୁ ମିଳେ ରଜ ଗୀତ। ରଜ ପର୍ବ ମାନେ ପୋଡ଼ ପିଠାର ସୁଗନ୍ଧ। ଏହି ସମୟରେ ଘରେ ଘରେ ତିଆରି ହୋଇଥାଏ ପୋଡ଼ ପିଠା, ଚକୁଳି ପିଠା, ମଣ୍ଡା ପିଠା, ଆରିସା ପିଠା, କାକେରା। ଓଡ଼ିଆ ଘରର ପାରମ୍ପରିକ ସ୍ୱାଦ ଏହି ପର୍ବରେ ଆଉ ଅଧିକ ଜୀବନ୍ତ ହୋଇଯାଇଥାଏ। ତ ଏହି ଯେଉଁ ପର୍ବ ଅଛି ରଜ ପର୍ବ, ତ ରଜ ପର୍ବ ସମସ୍ତେ ମାନେ ଜାଣିଥିବେ ଯେ ପ୍ରତିବର୍ଷ ଆମର ମାନେ ସେଇଟା ହେଉଛି ଗୋଟେ ଫିକ୍ସ ଡେଟ୍। ଯେମିତି ଆପଣମାନେ ସମସ୍ତେ ଜାଣିଥିବେ, ମୁଁ ତ ମୋ ଛୁଆବେଳୁ ଏପର୍ଯ୍ୟନ୍ତ ଶୁଣିଛି ରଜ ଆମର ଜୁନ୍ 14, 15, 16 ପଡ଼େ, ବସୁମତୀ ସ୍ନାନ ଜୁନ୍ 17ରେ ହିଁ ପଡ଼ିଥାଏ। ଦେଖନ୍ତୁ, ମୁଁ ଆପଣଙ୍କୁ ଅସଲି ଖଡ଼ିରତ୍ନ ପଞ୍ଜିକାରେ ହିଁ ସୁଟ୍ କରି ଦେଖୁଛି। ଆମର ପହଲି ରଜ ଜୁନ୍ 14 ତାରିଖରେ ପଡ଼ୁଛି, ଯେଉଁଦିନ ଆମର ବିରି ଦର୍ବ ସହିତ ମାନେ ଆମିଷ ଖାଇବା ମନା ରହିଛି। ଦେଖନ୍ତୁ, ତା ସହିତ ଏଠି ଲେଖା ହେଇଛି ଯେ ଓଡ଼ିଶାର ବିଶିଷ୍ଟ ରଜ ପର୍ବ ମାନେ 3 ଦିନ ଧରି କୃଷିକର୍ମ ପୁରା ବନ୍ଦ ରହିଥାଏ। ପ୍ରମାଣ ଅନୁସାରେ କୌଣସି ଗୃହରେ ହୋମାଦି ଯଜ୍ଞ କରିବା ନିଷେଧ। ଦେବୀ ମନ୍ଦିର ତଥା ଅନ୍ୟାନ୍ୟ ଦେବ ମନ୍ଦିରରେ ତନ୍ତ୍ରମନ୍ତ୍ର ହୋମ ଯଜ୍ଞାଦି କରଣୀୟ, ମାନେ ଏଇଟା ଲେଖା ହେଇଛି। ତାପରେ ରହିଲା ରଜ ସଂକ୍ରାନ୍ତି। ରଜ ସଂକ୍ରାନ୍ତି ଆପଣଙ୍କର ଜୁନ୍ 15 ତାରିଖ ଦିନ ପଡ଼ୁଛି। ସେଦିନ ଆମର ମଳ ମାସ ମଧ୍ୟ ଶେଷ ହେଉଛି, ଜ୍ୟେଷ୍ଠ ଅମାବାସ୍ୟା ମଧ୍ୟ। ଦେଖନ୍ତୁ, ଏମିତି ଗୋଟେ ଫାର୍ଷ୍ଟ ଟାଇମ୍ ରହୁଛି ଯେ ଅମାବାସ୍ୟା ସହିତ ସଂକ୍ରାନ୍ତି ସଂଯୋଗ ହେଇକିନା ରହୁଛି। ତା ସହିତ ଦେଖନ୍ତୁ, ଏ ଦିନ ଆମିଷ ସହିତ ପାଣି କଖାରୁ ଖାଇବା ମନା ରହିଛି। ତାପରେ ଆପଣଙ୍କର ସେଇ ଦିନଠାରୁ ଗଙ୍ଗା ଦଶହରା ସ୍ନାନ ମଧ୍ୟ ଆରମ୍ଭ ହେଇଯାଉଛି। ତାପରେ ରହିଲା ଭୂମି ଦହନ। ଭୂମି ଦହନରେ ଭେଜି ବାଇଗଣ ଖାଇବା ମନା ରହିଛି। ଶେଷରେ ରହିଲା ବସୁମତୀ ସ୍ନାନ, ସେଦିନ ପୋଟଳ ଖାଇବା ମନା ରହିଛି। ତ ଏଇଟା ହେଉଛି ଆପଣଙ୍କର, ମାନେ ମୁଁ ଆପଣଙ୍କୁ କହିଦେଲି ମାନେ କେଉଁ ଦିନ କ'ଣ ଖାଇବା ମନା ରହିଛି। ତାପରେ ରହିଲା ରଜ ସଂକ୍ରାନ୍ତି। ଦେଖନ୍ତୁ, ରଜ ସଂକ୍ରାନ୍ତିରେ ତ ଆପଣ ସଂକ୍ରାନ୍ତିର ସେଦିନ ଯାହା ବି ଯଦି ସଂକ୍ରାନ୍ତି ଆପଣ କରୁଛନ୍ତି ପୂଜା ପାଠ ସେଦିନ କରିପାରିବେ, ମନ୍ଦିର ମଧ୍ୟ ଯାଇପାରିବେ, ଭଗବାନଙ୍କୁ ଦର୍ଶନ କରିପାରିବେ, କିଛି ଅସୁବିଧା ନାହିଁ। ଠିକ୍ ଅଛି, ଯେମିତି ପୂଜା କର୍ମ କରିବାର କଥା ଅଛି କରିପାରିବେ। ଦେଖନ୍ତୁ, ବହୁତ ଲୋକମାନଙ୍କ ମନରେ ରହିଥାଏ ଆମେ ରଜ ପର୍ବ ଅଛି, ଠାକୁର ପୂଜା ବନ୍ଦ ହେବ ନା ପୂଜା କରିବା। ଦେଖନ୍ତୁ, ସବୁ ସ୍ଥାନରେ ମୁଁ ଏ ଜିନିଷଟି ଦେଖିନି। କିଛିଟା ସ୍ଥାନରେ ମୁଁ ନିଜେ ବି ଦେଖିଛି ଯେ ରଜ 3 ଦିନ ସେମାନେ କ'ଣ କରନ୍ତି, ଘରେ ପୂଜା କରନ୍ତି ନାହିଁ, ମାନେ ପୂଜା ବନ୍ଦ ରହିଥାଏ। ଘର ଠାକୁରଙ୍କର ପୂଜା ବନ୍ଦ ରହିଥାଏ। 3 ଦିନ ପରେ ମାନେ ବସୁମତୀ ସ୍ନାନ ଦିନ ପୂଜା କାର୍ଯ୍ୟ ଆରମ୍ଭ ହୋଇଥାଏ। ଏଇଟା କେତେ ଦୂର ଠିକ୍ ଆଉ ଭୁଲ ଆପଣ ନିଜେ ଚିନ୍ତା କରନ୍ତୁ। ଦେଖନ୍ତୁ, ସେଇଟା ଆପଣଙ୍କର ମନ୍ତବ୍ୟ କି ଆପଣଙ୍କ ମାନେ ଚାଲି ଆସୁଛି ବୋଲି ଆପଣ ସେ କାମ କରୁଛନ୍ତି, କିନ୍ତୁ ଆପଣ ଥରେ ଚିନ୍ତା କରି ଦେଖନ୍ତୁ। ମୁଁ ଆପଣଙ୍କୁ ଯାହା କହୁଛି ଥରେ ଚିନ୍ତା କରି ଦେଖନ୍ତୁ। ଆମେ ଯାହା ବି ମାନୁଛେ, ଆମର ଚଳନ୍ତି ଭଗବାନ ଆମେ କାହାକୁ ମାନୁଛେ? ଶ୍ରୀ ମହାପ୍ରଭୁ ଜଗନ୍ନାଥଙ୍କୁ। ତ ଆମେ ଜଗନ୍ନାଥଙ୍କୁ, ପ୍ରଭୁ ଜଗନ୍ନାଥଙ୍କୁ ଦେଖି ଆମେ ଶିଖୁଛେ। ନହେଲେ ଆପଣ ଯେକୌଣସି ଭଗବାନଙ୍କୁ ମାନୁଛନ୍ତି, ଭଗବାନ ଶିବଙ୍କୁ ହୁଅନ୍ତୁ, ଯାହାକୁ ବି ଆପଣ ମାନୁଛନ୍ତି, ପ୍ରଭୁ ନାରାୟଣଙ୍କୁ ହୁଅନ୍ତୁ, ଆପଣ ଯେଉଁ ଭଗବାନଙ୍କୁ ମାନୁଛନ୍ତି, କେବେ ତାଙ୍କ ମନ୍ଦିରକୁ ମାନେ କେବେ ଯାଇଛନ୍ତି ରଜ ପର୍ବରେ? ଦେଖନ୍ତୁ, ଶ୍ରୀମନ୍ଦିରରେ ବି ଆପଣ
ଦେଖିବେ ଏଇ ରଜ 3 ଦିନ ବିଲକୁଲ ବି ପୂଜା ବନ୍ଦ ହୁଏ ନାହିଁ, ବିଲକୁଲ ବି ପ୍ରଭୁଙ୍କର ପୂଜା ବନ୍ଦ ହୁଏ ନାହିଁ। ତ ମା ଲକ୍ଷ୍ମୀଙ୍କର ପୂଜା ମଧ୍ୟ ଏହି ଦିନରେ ବନ୍ଦ ହୁଏ ନାହିଁ। ଯେଉଁମାନେ ପୁରୀ ଯାଉଛନ୍ତି ଦେଖିବେ ମା ଲକ୍ଷ୍ମୀଙ୍କର ପୂଜା ବନ୍ଦ ହୁଏ ନାହିଁ। ଓଲଟା ମାନେ ମହିଳା ଝିଅମାନେ ଯିଏ ବି ଅଛନ୍ତି ସେଠି ଯାଇ ପୂଜା କରିପାରିବେ। ସେମିତି ମାନେ କେବଳ ମୁଁ ପୁରୀ ମନ୍ଦିର କଥା କହୁନି, ଆପଣ ଯେକୌଣସି ମନ୍ଦିର ଯିବେ ସେ ସମୟରେ ଆପଣଙ୍କର ପୂଜା କେବେ ବି କୌଣସି ଦେବ ହୁଅନ୍ତୁ ଦେବୀ ହୁଅନ୍ତୁ କୌଣସି ଦେବଦେବୀଙ୍କର ମନ୍ଦିରରେ ପୂଜା ବନ୍ଦ ହୁଏ ନାହିଁ। ଯଦି ମନ୍ଦିରରେ ପୂଜା ବନ୍ଦ ହୁଏ ନାହିଁ ତାହେଲେ ଆମ ଘରେ ଆମେ କ'ଣ ପାଇଁ ପୂଜା ବନ୍ଦ କରିବା? ଠିକ ଅଛି। ତ ଦେଖନ୍ତୁ, ହଁ ଆମେ ଯେମିତି ଚନ୍ଦ୍ରଗ୍ରହଣ କି ଗ୍ରହଣ ହେଲା ସୂର୍ଯ୍ୟପରାଗ ଆମେ ଦେଖୁଛୁ ଯେ ମାନେ ଆମ ମନ୍ଦିରରେ ପୂଜା ବନ୍ଦ ହେଲା, ତେଣୁକରି ଆମେ ସେଇ ନୀତିଟାକୁ ଅବଲମ୍ବନ କରୁଛେ, ଆମ ଘରେ ବି ଆମେ ପୂଜା ସେଇ ସମୟ ପାଇଁ କରୁନେ କି ବନ୍ଦ କରୁଛେ। ଠିକ ଅଛି। ତ ତାହେଲେ ଆମେ ଦେଖିଲେ ଯେ ସେଠି ଯଦି କୌଣସି ମନ୍ଦିରରେ ଆମର ପୂଜା ବନ୍ଦ ହେଉନାହିଁ ତାହେଲେ ଆମେ ଆମ ଘର ଠାକୁରଙ୍କୁ କେମିତି ପୂଜା ବନ୍ଦ କରିଦେବା? ଆପଣ ଥରେ ଚିନ୍ତା କରି ଦେଖିଲେ, ଆପଣଙ୍କୁ ଯଦି 3 ଦିନ ଧରି କିଏ ଖାଇବାକୁ ଦେବେନି, ପାଣି ପିଇବା ପାଇଁ ଦେବେନି, ଆପଣ ଅପରିଷ୍କାର ମାନେ ଗୋଟେ ଜାଗାରେ ପଡ଼ି ରହିବେ, ଅନ୍ଧାର ଘରେ ରହିବେ, ଆପଣଙ୍କୁ ପସନ୍ଦ ହବ ନାହିଁ ନା। ଠିକ୍ ସେଇପରି ଆପଣ ଯଦି ଗୋଟେ ଠାକୁରଙ୍କୁ ପୂଜା କରୁଛନ୍ତି, ତାଙ୍କୁ ଆପଣଙ୍କର ଯାହା ବି ମାନନ୍ତୁ, ବାପା ମା ଭାଇ ବନ୍ଧୁ ସଖା ପୁଅ ଝିଅ ଯାହା ବି ମାନୁଛନ୍ତି ମାନନ୍ତୁ, ତ ତାଙ୍କୁ ଆପଣ କେମିତି ମାନେ 3 ଦିନ ଧରି ତାଙ୍କୁ ଅଲଗା କରି ରଖିବେ? ସେଇଟା ଠିକ କଥା ନୁହେଁ। ତାପରେ ଆଉ ଗୋଟେ ଭୁଲ ଧାରଣା ରହୁଛି, ସେଦିନ ମା ଲକ୍ଷ୍ମୀ ଋତୁମତୀ ହେଇଥିଲେ। କହିବାକୁ ଗଲେ ସେଇ 3 ଦିନ ମା ଲକ୍ଷ୍ମୀଙ୍କ ମାନେ ମା ବସୁମତୀ ଋତୁମତୀ ହେଇଥିଲେ। ଦେଖନ୍ତୁ, ବହୁ ଜଣ ଏବେ କ୍ୱେଶ୍ଚିନ୍ କରିବେ ଯେ ମା ବସୁମତୀ ଯିଏ ମା ଲକ୍ଷ୍ମୀ ସିଏ, କିନ୍ତୁ ଦେଖନ୍ତୁ ସେମ୍ ମାନେ ସିଏ ଭଗବାନଙ୍କର ଅନ୍ୟ ଏକ ରୂପ, କିନ୍ତୁ ସେଦିନ ମା ଋତୁମତୀ ହେଇଥିଲେ, ସେଇଥିପାଇଁ ଶେଷରେ ବସୁମତୀ ସ୍ନାନ ହେଇଥିଲା। ବସୁମତୀ ସ୍ନାନ ଦିନ ତାଙ୍କୁ ଗାଧେଇ ଦିଅନ୍ତି, ବୁଝିଲେ? ତ ମା ଋତୁମତୀ ହେଇଥିଲେ, ସେଇଥିପାଇଁ ଯେହେତୁ ମା ବସୁଧା ଋତୁମତୀ 3 ଦିନ ଧରି ହେଇଥିଲେ, ସେଥିପାଇଁ କ'ଣ କରାଯାଏ, ସେଇ 3 ଦିନ ମାଟି ଖୋଳିବା କି ମାଟି ମାକୁ କଷ୍ଟ ଦେଲା ଭଳିଆ କୌଣସି କୃଷି କାର୍ଯ୍ୟ ହୁଏ ନାହିଁ, ବୁଝିଲେ? କି ଲଙ୍ଗଳ ହୁଏ ନାହିଁ, କି ମାଟି ଖୋଳା ଯାଏ ନାହିଁ, କି ଛେଚିବା କାଟିବା ଗଛ ଉପାଡ଼ିବା ଏସବୁ ଜିନିଷ ହୁଏ ନାହିଁ। କିନ୍ତୁ ଆପଣ ଯେଉଁ ଭାବୁଛନ୍ତି ଯେ ଆମେ ମାନେ ଘରେ ଠାକୁର ପୂଜା ମାନେ କରିବାନି, ସେଇଟା ହେଉଛି ଭୁଲ ଧାରଣା। ଠିକ ଅଛି। ତେଣୁ ଯେଉଁମାନେ ଭାବୁଛନ୍ତି, ଆପଣ କି କାହାଠାରୁ ଶୁଣିଦେଲେ ନାଇଁ ଏ 3 ଦିନ ପୂଜା ହୁଏ ନାହିଁ, ତ କାହାକୁ ଦେଖିକରି କି କିଏ କହିଦେଲା, ତ ସେ ସବୁ ଜିନିଷ ଆପଣ ମାନନ୍ତୁ ନାହିଁ। କି କୌଣସି ଆପଣ ପୁରାଣ ପଢ଼ିବେ କି କୌଣସି ଜାଗାରେ ଏମିତି କିଛି ବି ଲେଖାଯାଇ ନାହିଁ ଯେ ରଜ ପର୍ବରେ 3 ଦିନ ଧରି ଠାକୁର ପୂଜା ବନ୍ଦ ହୁଏ ବୋଲି କୌଣସି ସ୍ଥାନରେ ଲେଖାଯାଏନି। ଆମେ ଯାହା ବି ମାନିବା, ତ ସେ ଜିନିଷଟି ମାନେ କୌଣସି ପୁରାଣରେ ଗ୍ରନ୍ଥରେ ଲେଖାଯିବା ନିହାତି ଭାବରେ ଦରକାର। କିନ୍ତୁ ଆପଣ ଯଦି ପଢ଼ିବେ ପୁରାଣ କି ଗ୍ରନ୍ଥ, କୌଣସି ସ୍ଥାନରେ ରଜ ପର୍ବରେ ଠାକୁରଙ୍କ ପୂଜା ବନ୍ଦ ହୁଏ ବୋଲି ଉଲ୍ଲେଖ କରାଯାଏ ନାହିଁ। ତେଣୁ ସେଇ ଜିନିଷକୁ ମନରୁ ବାହାର କରିଦେଇ ଆପଣ କ'ଣ କରିବେ, ରଜ ପର୍ବରେ 3 ଦିନ ଯେମିତି ପୂଜା କରିବା କଥା ଆପଣ ପୂଜା କରନ୍ତୁ ଠାକୁରଙ୍କୁ। ଠିକ ଅଛି, ସେଟା କିଛି ଅସୁବିଧା ନାହିଁ। ରଜ ସଂକ୍ରାନ୍ତିରେ ଆପଣ କ'ଣ କରିପାରିବେ? ଆଉ ଦେଖନ୍ତୁ, ଯେହେତୁ ସଂକ୍ରାନ୍ତି, ତ ସଂକ୍ରାନ୍ତିର ପୂଜା, ତ ସେଦିନ ଆପଣ କ'ଣ କରିପାରିବେ, ଯେମିତି ସଂକ୍ରାନ୍ତିର ଘରେ ଆପଣ ପୂଜା ପାଠ କରିପାରିବେ, ମନ୍ଦିର ଯାଇପାରିବେ। ତାପରେ ଆପଣ ଚାହିଁବେ ଯଦି ସେଦିନ ମାନେ ଯେହେତୁ ସଂକ୍ରାନ୍ତି, ଆପଣ ବିନା ପିଆଜ ରସୁଣ ର ଖାଦ୍ୟ ଗ୍ରହଣ କରିପାରିବେ। ଆଉ ସେଦିନ ଆପଣ କ'ଣ କରିବେ ନାହିଁ, ଦେଖନ୍ତୁ ଯେହେତୁ ସେଦିନ ସଂକ୍ରାନ୍ତି, ତ ସେଦିନ ଆପଣ କ'ଣ କରିବେ ନାହିଁ, ସେଦିନ ଆପଣ ମାନେ ପିଆଜ ରସୁଣ ଖାଦ୍ୟ ଖାଇବେ ନାହିଁ। ତା ବ୍ୟତୀତ ମାନେ ଆପଣ ଯେମିତି ସଂକ୍ରାନ୍ତିର ଜିନିଷ ସବୁ ମାନିବା, ଯେମିତି ଗୋଟେ ପୂଜା ପର୍ବରେ ଗୋଟେ ଜିନିଷ ମନାଯାଏ, କାହା ସହିତ ଆପଣ ଫାଇଟିଂ କରିବେ ନାହିଁ, କଳହ କରିବେନି, ଝଗଡ଼ା କରିବେ ନାହିଁ, କି ସ୍ୱାମୀ ସ୍ତ୍ରୀ ସଙ୍ଗ ହେଇ ରହିବେ ନାହିଁ। ଏସବୁ ଜିନିଷ ଆପଣଙ୍କୁ ବାରଣ କରିବାକୁ ପଡ଼ିଥାଏ। ଏହିପରି ରହିଛି ଆମ ରଜ ପର୍ବର କିଛି
କଥା। ଆଶା କରୁଛି ଭିଡ଼ିଓଟି ଆପଣମାନଙ୍କୁ ବହୁତ ପସନ୍ଦ ଆସିଥିବ। ଯଦି ଆସିଛି ତାହେଲେ ଏଇ ଚ୍ୟାନେଲକୁ ଜଲ୍ଦି କରି ଲାଇକ୍ ସେୟାର ସବସ୍କ୍ରାଇବ୍ କରିଦିଅନ୍ତୁ। ନମସ୍କାର।